ଆଧୁନିକ ଗଦ୍ୟ ସାହିତ୍ୟର ଏକ ଜନପ୍ରିୟ ଶିଳ୍ପକଳା। ଆଧୁନିକ କଳାର ଏକ ଶିଳ୍ପସମ୍ମତ ସାହିତ୍ୟିକ ରୂପ, ଏକ ଅର୍ବାଚୀନ ସୃଷ୍ଟି। ଏହି ମାତ୍ର ଊନବିଂଶ ଶତାବ୍ଦୀର ଲୋକପ୍ରିୟତା ଦୃଷ୍ଟିରୁ ଆଧୁନିକ ସାହିତ୍ୟର ଅନ୍ୟାନ୍ୟ ବିଭାବଠାରୁ ଯଥେଷ୍ଟ ଉପରେ, କାରଣ ଆଜିର ଜଟିଳତା ଜଞ୍ଜାଳମୟ ସାମାଜିକ ଜୀବନର ମଣିଷ ଅବସର ପାଏ ନାହିଁ ଦୀର୍ଘ ରଚନା ପାଠ କରିବା ପାଇଁ। ତେଣୁ ଅଳ୍ପ ସମୟ ମଧ୍ୟରେ ଆନନ୍ଦ ଲାଭ କରିବା ନିମନ୍ତେ କ୍ଷୁଦ୍ର କଳେବର ବିଶିଷ୍ଟ। ଏହାର ଉଦ୍ଦେଶ୍ୟ ତାର ସଫଳ ହୁଏ। କ୍ଷୁଦ୍ରଗଳ୍ପଟି ପାଇଯାଏ ଆକାରରେ କ୍ଷୁଦ୍ର ହେଲେ ହିଁ କ୍ଷୁଦ୍ରଗଳ୍ପ ମଧ୍ୟରେ ଆବିଷ୍କାର କରାଯାଇପାରେ କାବ୍ୟର ରସଘନତା, କବିତାର ଗୀତିମୟତା, ନାଟକର ନାଟକୀୟତା, ଉପନ୍ୟାସର କାହାଣୀଧର୍ମିତା, ପ୍ରବନ୍ଧର ମନ୍ମୟତା ଏସବୁ ରହିବ କ୍ଷୁଦ୍ରଗଳ୍ପ। ଏହି ମିଶ୍ର ସ୍ୱାଦ ହିଁ ପାଠକକୁ ଆକର୍ଷିତ କରେ। କ୍ଷୁଦ୍ରଗଳ୍ପର କ୍ଷୁଦ୍ର ଗଣ୍ଡି ମଧ୍ୟରେ ପାଠକ ସନ୍ଧାନ କରିପାରେ ମଣିଷର ସୁଖ ଦୁଃଖ, ହସ କାନ୍ଦ, ଉତ୍ଥାନ ପତନ ଇତ୍ୟାଦି ସଫଳ ରୂପାୟନ। କାରଣ ଆଧୁନିକ ମଣିଷ ପାଖରେ ଆଉ ସମୟ ନାହିଁ, ସମୟର ଅଭାବ। ତେଣୁ ଅଳ୍ପ ସମୟ ମଧ୍ୟରେ ସେ ସାହିତ୍ୟ ପାଠକକୁ ଆକର୍ଷିତ କରେ। କ୍ଷୁଦ୍ରଗଳ୍ପର କ୍ଷୁଦ୍ର ଗଣ୍ଡି ମଧ୍ୟରେ ପାଠକ ସନ୍ଧାନ କରିପାରେ ମଣିଷର ସୁଖ ଦୁଃଖ, ହସ କାନ୍ଦ, ଉତ୍ଥାନ ପତନ ସଫଳ ରୂପାୟନ। ଅନ୍ୟ ଭାଷାରେ ବିନ୍ଦୁ ମଧ୍ୟରେ ସିନ୍ଧୁର ସନ୍ଧାନ ପାଇଥାଏ। କ୍ଷୁଦ୍ରଗଳ୍ପରୁ ସେ ନିଜର ସାହିତ୍ୟ, ସମାଜ, ଜୀବନ ଦର୍ଶନ ଖୋଜିଥାଏ। ଗଦ୍ୟ ସାହିତ୍ୟର ଏକ ବଳିଷ୍ଠ ବିଭାଗ। ଆଧୁନିକ କାଳରେ ଅର୍ଥାତ୍ ଊନବିଂଶ ଶତାବ୍ଦୀରେ ପ୍ରତ୍ୟେକ ଦେଶ ସାହିତ୍ୟ ସ୍ମୃତିରେ ଲୋକଗଳ୍ପର ଆବେଗ ଓ କଳ୍ପନା ପ୍ରତି ଅବଶ୍ୟ ଜନପ୍ରାଣରେ ଅଶେଷ ଆକର୍ଷଣ ବଞ୍ଚି ରହିଥିଲା, ମାତ୍ର ସଚେତନ ଭାବରେ କ୍ଷୁଦ୍ରଗଳ୍ପ ବିଶିଷ୍ଟ ସ୍ୱରଟିଏ ସୃଷ୍ଟି ହୋଇପାରିଲା। ଏହି ମାତ୍ର ଊନବିଂଶ ଶତାବ୍ଦୀରେ କ୍ଷୁଦ୍ରଗଳ୍ପ ମାଧ୍ୟମରେ ପାଠକ ଅନୁସନ୍ଧାନ କରିଥାଏ ଜୀବନର ସୁଖ ଦୁଃଖ, ସମସ୍ୟା, ହସ କାନ୍ଦ, ସାମାଜିକ ବ୍ୟବସ୍ଥାର ସଫଳ ରୂପାୟନ। କ୍ଷୁଦ୍ରଗଳ୍ପ କେବଳ କାହାଣୀ ଭାଗ ଉପରେ ଗୁରୁତ୍ୱ ନ ଦେଇ ଜୀବନର ପ୍ରତିଟି ଦିଗ ଉପରେ ଗୁରୁତ୍ୱ ଦେଇଥାଏ। କ୍ଷୁଦ୍ରଗଳ୍ପର ସଂଜ୍ଞା ସମ୍ପର୍କରେ ପ୍ରାଚ୍ୟ ପାଶ୍ଚାତ୍ୟର ସମାଲୋଚକମାନେ ଭିନ୍ନ ଭିନ୍ନ ମତ ଦେଇଛନ୍ତି। ଗୁଜରାଟୀ ସାହିତ୍ୟର ପ୍ରସିଦ୍ଧ କଥାକାର ଧୂମକେତୁଙ୍କ ମତରେ ବିଦ୍ୟୁତର ଝଲକ ପରି ଯାହା ଝଲକର ମୁହୂର୍ତ୍ତ ମଧ୍ୟରେ ହୃଦୟ ଏପାରୁ ସେପାରକୁ ଚାଲିଯାଏ। ଏଣୁ ବାଜେଗପ କହି ସମୟ ନଷ୍ଟ ନ କରି ଗୁଜରାଟୀ ସାହିତ୍ୟ ହେଉଛି ଧୂମକେତୁ କହୁଥିଲେ, ବାଜେଗପ କହି ସମୟ ନଷ୍ଟ ନ କରି ବିଭାବର ଆଙ୍ଗୁଳି ନିର୍ଦ୍ଦେଶ ଦ୍ୱାରା ହୃଦୟର ସୁଷୁପ୍ତ ଭାବକୁ ଜାଗ୍ରତ କରି ଏକ ନୂତନ କାଳ୍ପନିକ ପୃଥିବୀ ସୃଷ୍ଟି କରେ। ତାକୁ କ୍ଷୁଦ୍ର ଗଳ୍ପ କୁହାଯାଏ। ରୁଷୀୟ ଗାଳ୍ପିକ ଚେକର କହନ୍ତି, କ୍ଷୁଦ୍ରଗଳ୍ପ କାନ୍ଥରେ ଝୁଲୁଥିବା ଏକ ବନ୍ଧୁକ ପରି, ଊର୍ଦ୍ଧ୍ୱଗତିରେ ତାର ପରିଣାମ ମାତ୍ର ମହତ୍ତ୍ୱ। ଜି ୱେଲ୍ସ କହନ୍ତି, କ୍ଷୁଦ୍ରଗଳ୍ପ 20 ମିନିଟ୍ ମଧ୍ୟରେ ପଠିତ ହୋଇପାରିଲେ ସାର୍ଥକତା ଅର୍ଜନ କରେ, ଦୀର୍ଘ ହେଲେ ବ୍ୟର୍ଥ ହୋଇଯାଏ। ମରାଠୀ ଗାଳ୍ପିକ ବିଷ୍ଣୁ ସୀତାରାମ ଖାଣ୍ଡେକର କହନ୍ତି, କଳା ଦୃଷ୍ଟିରୁ କ୍ଷୁଦ୍ରଗଳ୍ପକୁ ଆକାଶରୁ ଖସି ପଡ଼ିଥିବା ଏକ ଉଜ୍ଜ୍ୱଳ ତାରକାର ଉପମା ଦିଆଯାଇପାରେ। ଉଲ୍କାପାତ ସଦୃଶ ସତ୍ୟରେ ଗଳ୍ପ କେତେ ତେଜସ୍ୱୀ। ଗାଳ୍ପିକ କହନ୍ତି ବିଷ୍ଣୁ ସୁଖାରାମ ଖାଣ୍ଡେକର, କଳା ଦୃଷ୍ଟିରୁ କ୍ଷୁଦ୍ରଗଳ୍ପ ଆକାଶରୁ ଖସି ପଡ଼ିଥିବା ଏକ ଉଜ୍ଜ୍ୱଳ ତାରକା ସଦୃଶ। ଓଡ଼ିଆ କ୍ଷୁଦ୍ରଗଳ୍ପ ପ୍ରଥମ ଆଲୋଚକ ଚନ୍ଦ୍ରଶେଖର ନନ୍ଦ କ୍ଷୁଦ୍ରଗଳ୍ପର ରାଜଧର୍ମ ସମ୍ପର୍କରେ କହିଛନ୍ତି, ସାହିତ୍ୟରେ ସଂକ୍ଷିପ୍ତତା ଅତି ଆବଶ୍ୟକ, କ୍ଷୁଦ୍ରଗଳ୍ପରେ ତାହା ଅତି ପ୍ରୟୋଜନ। ବାଜେ କଥା ନ କହି କ୍ଷୁଦ୍ରଗଳ୍ପ ସମୟରେ କୃଷ୍ଣଚନ୍ଦ୍ର ବେହେରା କହିଛନ୍ତି, କ୍ଷୁଦ୍ରଗଳ୍ପ ସମ୍ପର୍କରେ ପରିମିତ ସମୟ ମଧ୍ୟରେ ଜୀବନର ଗୋଟିଏ ଗୋଟିଏ ଦିଗ, ଖଣ୍ଡ ଖଣ୍ଡ ଆବେଗ, ଅନୁଭୂତି, ବିଶେଷ ଦୃଶ୍ୟ ବା ଘଟଣାକୁ ଯାହା ସଂହତ ଓ ସଂଯତ ରୂପେ ପ୍ରକାଶ କରେ, ତାହା କ୍ଷୁଦ୍ରଗଳ୍ପ। ଡକ୍ଟର କୃଷ୍ଣଚନ୍ଦ୍ର ବେହେରା କହିଥିଲେ, ପରିମିତ ସମୟ ମଧ୍ୟରେ ଜୀବନର ଗୋଟିଏ ଗୋଟିଏ ଦିଗ ଖଣ୍ଡ। କଥାକାର ପ୍ରଭାତ ମହାପାତ୍ର କ୍ଷୁଦ୍ରଗଳ୍ପ ସମ୍ପର୍କରେ ମତାମତ ଦେଇଛନ୍ତି, ଗପଟିର ସାମଗ୍ରିକ ଚେତନାଟି ଗପର ସର୍ବାଙ୍ଗରୁ ଯଥା ନାକରୁ, କାନରୁ, ପେଟରୁ, ପିଠିରୁ ପୁଚ୍ଛ ପୁଚ୍ଛ ହୋଇ ଅବିକଳ ସେମିତି ଉତୁରି ଆସୁଥିବା ଗପଟି ପଡ଼ି ରହିଥିବା କୁହୁଳା ଧୂଆଁ ଉଠୁଥିବା କଇଁଥ ଦରପୋଡ଼ା ଘଷି ଖଣ୍ଡ ପରି। ଡକ୍ଟର ବୈଷ୍ଣବ ଚରଣ ସାମଲ କ୍ଷୁଦ୍ରଗଳ୍ପ ସମ୍ପର୍କରେ ମତାମତ ଦେଇ କୁହନ୍ତି, କ୍ଷୁଦ୍ରଗଳ୍ପ ହେଉଛି ଏକ ସ୍ୱତନ୍ତ୍ର ଗଦ୍ୟ ରଚନା ଯେଉଁଥିରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅଖଣ୍ଡ ଉତ୍କଣ୍ଠା ପ୍ରକାଶ ପାଏ। ପ୍ରବାହ ଓ ଉତ୍ସାହ ମଧ୍ୟରେ ପାହାର ପ୍ରତିଷ୍ଠା ହୁଏ। ଆରମ୍ଭ ଓ ଉପସଂହାରରେ ନାଟକୀୟ ଉତ୍କଣ୍ଠା, ଅନ୍ତହୀନ ଜିଜ୍ଞାସା ଭରି ରୁହେ। ଜୀବନର ରହସ୍ୟ ସହିତ ମନୋବୈଜ୍ଞାନିକ ସତ୍ୟ ଉଦ୍ଘାଟିତ ହୋଇଥାଏ। ବିନ୍ଦୁରେ ସିନ୍ଧୁ ଦର୍ଶନ ସହିତ ତତ୍ତ୍ୱ ଉପଦେଶ ନଥାଏ।